ଆମର ନୂତନ ସରକାର ଆସୁ ଆସୁ ଆମର କହିଥିଲେ ଯେ ଆମେ ମଦ ମୁକ୍ତ ଓଡ଼ିଶା କରିବୁ ବୋଲି। ତେଣୁ ସବୁ ଜନସାଧାରଣ ମାନେ ବହୁତ ଖୁସି ଥିଲେ। ଆମେ ଚାହୁଁଥିଲୁ ମଦ ମୁକ୍ତ ନୁହଁ, ନିଶା ମୁକ୍ତ ହଉ। ସେ କେବଳ ଯେ ମଦ ପିଉଛନ୍ତି ସେ କଥା ନୁହଁ, ହାଣ୍ଡିଆ ଅଛି, ପାଉଡର ଅଛି, କେତେ ପ୍ରକାର ନିଶା, ଗଞ୍ଜେଇ ଅଛି, ବିଭିନ୍ନ ପ୍ରକାର ଓଡ଼ିଶାରେ ନିଶା ଦ୍ରବ୍ୟ ବିକ୍ରି ହେଉଛି। ତେଣୁ ଆମେ ସବୁ ଖୁସି ହେଇଥିଲୁ ଜନସାଧାରଣ ତାଙ୍କର ଯୋଉ ଇସ୍ତାହାର ରଖିଥିଲେ ଯେ ମଦ ମୁକ୍ତ ଓଡ଼ିଶା କରିବେ ବୋଲି। କିନ୍ତୁ ଦେଖିଲା ବେଳକୁ କାଲି ଆମେ ଦେଖିଲୁ ହଠାତ୍ ଯେ 4ଟା ରାଜ୍ୟରେ ହେବାକୁ ଯାଉଛି ଯେ ଅନଲାଇନ ମଦ କାରବାର। ଆଶ୍ଚର୍ଯ୍ୟ ଲାଗୁଛି। ଆସିଲା ବେଳକୁ ଗୋଟେ କଥା, ଗଲା ବେଳକୁ ଗୋଟେ କଥା। ଆସିଲା ପରେ ସିଟ୍ ପାଇଗଲା ପରେ ଯେ ସାଙ୍ଗେ ସାଙ୍ଗେ ଯେ ଅନଲାଇନ ଅଛି। ଦେଖନ୍ତୁ ଲାଇନରେ ତ ମୋ ଝିଅ ପୁଅ ଠିଆ ହେଇକି ଲାଇନ ନଉଥିଲେ ମଦ, କିନ୍ତୁ ବର୍ତ୍ତମାନ ଯୋଉ ଘର ଭିତରେ ଆସିକି ପଶିବ, ବାହାରେ ସତରେ ଯାହା ଗଣ୍ଡଗୋଳ ହେଇଥିଲା କମିଯିବ, କିନ୍ତୁ ଘର ଭିତରେ ଗୋଟେ ମହିଳା କି ପ୍ରକାର ଟର୍ଚର ହୁଏ ମଦ ପିଇଲେ ସ୍ୱାମୀ କି ପୁଅ, ତାହେଲେ ଏବେ କଣ ଆଗକୁ ଅବସ୍ଥା ହବ? ଆଜି ସ୍ୱିଗିରେ ଆସିବ, କାଲି ଜମାଟୋରେ ଆସିବ, ଆଉ ତମେ ଆସିକି ଘରେ ମଦ ପିଇବ, ଘରଟାକୁ ବାହାର ବନେଇବ। ଆଉ କାହିଁକି ଲୋକ ଯିବେ ଆଉ ବାହାରକୁ? ଘରଟା ତ ବାହାର ବନା ହବ ନା। ତେଣୁ ଏଭଳିଆ ଯୋଉ ନିଷ୍ପତ୍ତି ନେଲେ, ଘରେ ଝଗଡା ଆରମ୍ଭ କରିଦେଲେ ସ୍ୱାମୀ ସ୍ତ୍ରୀ ଭିତରେ, ବା ଘର ଭିତରେ ଦେଖିବେ ବହୁତ କ୍ରାଇମ ବଢିବ। ଘର ଭିତରେ ଦେଖନ୍ତୁ ଗଣ୍ଡଗୋଳ ହବ। ତେଣୁ ବାହାରେ ପିଉ ଦେଉଥିଲେ, ବାହାରେ କଣ କରିକି ପଳେଇ ଆସୁଥିଲେ, କିନ୍ତୁ ଏବେ ଘରେ ହେଲା। ଦ୍ୱିତୀୟ କଥା ହେଲା, ତମେ ମାନେ ଆମର ପିଲାମାନଙ୍କର ବେକାରୀ ସମସ୍ୟାକୁ ତମେ କହିଥିଲ ଆମେ ବେକାରୀ ସମସ୍ୟାକୁ ଆମେ ଚାକିରି ଦେବୁ, ଲୋକଙ୍କୁ କର୍ମଜୀବୀ ଦେବୁ। ଦେଖିଲା ବେଳକୁ ତମେ ସାଙ୍ଗେ ସାଙ୍ଗେ ଯୋଉ ହଠାତ୍ ଆସୁ ଆସୁ ଗୋଟେ ମାସ ନ ହଉଣୁ ତମେ କହିଲେଣି ଅନଲାଇନ ଆମେ ଦେବୁ। ବର୍ତ୍ତମାନ ପିଲାମାନେ ନିଶାରେ ଘରେ ଶୋଇବେ, ତମେ ମାନେ ଓଡ଼ିଶାକୁ ଲୁଟିବାକୁ ଭଲ ସୁବିଧା ହେଲା। ପିଲାମାନେ ଶୋଇବେ, ଇଲେକ୍ସନରେ ତମ ପଛରେ ବୁଲିବେ, 200 ଟଙ୍କା ନେବେ, ଚିକେନ ମଟନ ଖାଇବେ। ପିଲାମାନଙ୍କୁ ତମେ ଚାକିରି ସଂସ୍ଥାନ ଦବନି, ଆତ୍ମନିର୍ଭରଶୀଳ ନ କରି। ବର୍ତ୍ତମାନ ଏଇ ଯୋଉ ଜିନିଷଟା ହେଲା, ପିଲାମାନେ ବାହାର ଲାଇନରେ ଛିଡା ହେଲେ ଲାଜ ମାଡୁଥିଲା, ବର୍ତ୍ତମାନ ଆଉ ଲାଜ ମାଡିବନି। ଯେମିତି ଖାଦ୍ୟ ମଗଉଛନ୍ତି ସେମିତି ଅନଲାଇନ ମଗେଇକିନି ଘରେ ଖାଇବେ। ଶୁଣନ୍ତୁ, ବଡ ବଡ ଯୋଉ ବର୍ତ୍ତମାନ ଶିକ୍ଷାନୁଷ୍ଠାନ ଭୁବନେଶ୍ୱରରେ ଅଛନ୍ତି, ଦେଖନ୍ତୁ ଆମେ ତ ଭୁବନେଶ୍ୱର ରହୁଛେ, ସେମାନେ ତ ଯାହା ବେପାର କରୁଛନ୍ତି, ସ୍କୁଲ କରିକିନି ଯାହା ପାଠ ପଢାଉଛି, ସେଠି ଝିଅ ପୁଅ ସମସ୍ତେ ଉଭୟ ମଦ ପିଉଛନ୍ତି। ତେଣୁ ଲାଇନରେ ଛିଡା ଆଗରୁ ଲାଜ ମାଡୁଥିଲା। ତେଣୁ ହଷ୍ଟେଲରେ ସାଙ୍ଗସାଥିରେ ଯୋଉ ଝିଅ ହଉ କି ପୁଅ ହଉ ହଷ୍ଟେଲକୁ ମଗେଇଦେବେ, ସେଠି ପିଇବେ। ଦେଖନ୍ତୁ ଏଇ ନିଶା ପାଇଁ ଆଜି ପିଲାମାନେ ମୋବାଇଲ ଚୋରି କରୁଛନ୍ତି, ପିଲାମାନେ ଚେନ୍ ଚୋରି କରୁଛନ୍ତି, ଲ୍ୟାପଟପ୍ ଚୋରି କରୁଛନ୍ତି। ତେଣୁ ଆଗକୁ ଚୋରି ମାନେ ଆଉ ଟିକେ କ୍ରାଇମ ବଢିବା ପାଇଁ ଏଇଟା ଗୋଟେ ସୁଯୋଗ ହେଇଗଲା। ଆଉ ଯିଏ ଆଡିକ୍ଟେଡ ହେଇଗଲା, ଅନଲାଇନ ଆଣିକିରି ପିଇବେ, ଯୋଉ ଝିଅ ହଉ କି ପୁଅ ହଉ, ଲାଷ୍ଟକୁ ଘରୁ ଚୋରି କରିବେ। ଦେଖନ୍ତୁ ଗୋଟେ ଜେଜେମା ଦେଖିଲା କାହିଁକି ସୁନା ନଉଛୁ ବୋଲି ନାତି ସେଠୁ ଜେଜେମାକୁ ମାରିଦେଲା। ପଇସା ଦଉନାହାନ୍ତି ବୋଲି ବାପକୁ ମାରିକି ଏବେ ପୋତି ଦେଇଛି ଜଣେ। ତେଣୁ ମଦ ପାଇଁ ପିଲାମାନେ ବର୍ତ୍ତମାନ ଘରେ ବର୍ତ୍ତମାନ ଗଣ୍ଡଗୋଳ ହଉଛି। ଆଉ ଯୋଉ ରେପ୍ ହଉଛି, ଯୋଉ ମାନେ ଛୋଟ ପିଲାଙ୍କୁ ଯୋଉ ରେପ୍ଟା ହଉଛି, ସେଟା କଣ ଜାଣି ଶୁଣିକି ସେମାନେ ରେପ୍ କରୁଛନ୍ତି? ନିଶାସକ୍ତ ଅବସ୍ଥାରେ ଯୋଉମାନେ ମାନେ ଜାଣିପାରୁନାହାନ୍ତି, ପଶୁ ପ୍ରବୃତ୍ତିର ପିଲାମାନେ ନିଶା ଖାଇଦେଲା ପରେ ସେ ଜାଣିପାରୁନାହାନ୍ତି ଏ ଛୁଆଟା କେତେ ବୟସ କଣ। ତେଣୁ ଏ ଯୋଉ ରେପ୍ଟା ହଉଛି ମଦ ପାଇଁ ହିଁ ହଉଛି। ତେଣୁ ବହୁତ ଦେଖନ୍ତୁ ଆଗକୁ ଆହୁରି ଯୋଉ କହୁଛନ୍ତି ଯେ ଆଗରୁ ଯୋଉ କ୍ରାଇମ ହଉଥିଲା ଏବେ ବେଶୀ କ୍ରାଇମ ହବ, ଆଉ ଘରେ ଗଣ୍ଡଗୋଳ ହବ। ଆଉ ଦେଖନ୍ତୁ ଥାନାକୁ କେତେ କେସ୍ ଯିବ। ମଦ ପିଇବେ ଘରେ, ସ୍ତ୍ରୀକି ବାଡେଇବେ, ଟର୍ଚର କରିବେ, ପଇସା ଚୋରି କରିକି ଖାଇବେ। ଦେଖନ୍ତୁ ଆଉ ଗୋଟେ ଜିନିଷ ମୁଁ କାଲି କହୁଥିଲି ଯେ ତମେ ମାନେ ଟଙ୍କିକିଆ ଚାଉଳ ଦଉଛ, ଟଙ୍କିକିଆ ଚାଉଳର 25 କିଲୋ ଚାଉଳ ଦଉଛ, 25 ଟଙ୍କା ମାସକୁ ଦଉଛ। କିନ୍ତୁ ଗୋଟେ ପୁରୁଷ ପିଲା ଯଦି 200 ଟଙ୍କା ମଦ ପିଏ ଗୋଟେ ଦିନ ପର ଡେ, 30 ଦିନରେ ସେ 6,000 ସାରିଲା। ତେଣୁ 6,000 ତମେ ମଦ ବିକିକି ରେଭିନ୍ୟୁ ନେଲ, ଏଠୁ 25 ଟଙ୍କାର ଚାଉଳ ଦେଲ, କଣ ବା କଲ? ତେଣୁ ତମେ ମଦୁଆ ଗଠନ କରୁଛ। ବର୍ତ୍ତମାନ ମଦୁଆ ଗଠନ କଲ, ଲୋକଙ୍କୁ ଭୁଆଁ ବୁଲେଇଲ, ଟଙ୍କିକିଆ ଚାଉଳ ଦଉଛୁ। ତେଣୁ ଆମର ଟଙ୍କିକିଆ ଚାଉଳ ଦରକାର ନାହିଁ, ଆମର ମଦ ବନ୍ଦ ହବା ଦରକାର। ଯୋଉ ରେଭିନ୍ୟୁ ଆସୁଛି ମଦକୁ ବନ୍ଦ କରିକି କୃଷିରେ କରୁନା। ଆମର ତ ଜମି, ପାହାଡ, ଭୂମି, ଜଳ ସବୁ ତ ଅଛି ନା। ତେଣୁ ଆମେ ଆନ୍ଧ୍ରରୁ କାହିଁକି ଆଣିକି ଫଳମୂଳ ଖାଇବୁ, ପରିବାପତ୍ର ଖାଇବୁ, ଚାଉଳ ଖାଇବୁ? ଓଡ଼ିଶାରେ କାହିଁକି କୃଷିଟାକୁ ଦଉନା? ଓଲଟି ଆମ ପିଲାମାନଙ୍କୁ ଡ୍ୟାମେଜ କରିବା ପାଇଁ ଇଏ ଗୋଟେ ସଂସ୍ଥା, ଇଏ ଗୋଟେ ଲାଇନ ପାଇଗଲେ। ଏମାନେ କହୁଥିଲେ, ଏମାନେ କୁମ୍ଭୀର କାନ୍ଦଣା କାନ୍ଦିକି ଆସିଲେ ହାରି, ଯେମିତି ଆସିଗଲେ ସାଙ୍ଗେ ସାଙ୍ଗେ ତାଙ୍କର ଅସଲ ଏଣ୍ଡୁଅର ରୂପ ବାହାରିଲା ଯେ କଣ ନା ଅନଲାଇନରେ ଆମେ ମଦ ଦେବୁ। ତମେ ନିଶାମୁକ୍ତ ଓଡ଼ିଶା କରିବା ବଦଳରେ ଅନଲାଇନରେ ଗଲ। ତେଣୁ ଏଇ ଜିନିଷଟା କଲେ ଆଗକୁ ଦେଖନ୍ତୁ ଓଡ଼ିଶା ଲୋକ ବହୁତ ଚାଲାକ, ଆଗକୁ ଏମାନଙ୍କର ପତନ ପୁଣି